ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବର ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ବନ୍ଧୁ, ଚାଲନ୍ତୁ ଏହି ସପ୍ତାହର ପାଠ ଆମେ ଦେଖିବା। ଏହି ସପ୍ତାହର ପାଠ ହେଉଛି ଦ ଫାଉଣ୍ଡେସନ ଅଫ ଗଡ୍ସ ଗଭର୍ଣ୍ଣମେଣ୍ଟ, ଈଶ୍ୱରଙ୍କ ଶାସନର ମୂଳଦୁଆ। ଏହା ପୂର୍ବେ ଚାଲନ୍ତୁ ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଜମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସବର ସ୍କୁଲ ପାଠ ଆମେ ଧ୍ୟାନ କରିବା ପାଇଁ ଯାଉଛୁ, ସେହି ପାଠରେ ଆମମାନଙ୍କୁ ସାହାଯ୍ୟ କର ବୁଝିବା ପାଇଁ, ଏହା ଜାଣିବା ପାଇଁ। ସେହି ପବିତ୍ର ଆତ୍ମା ଦ୍ୱାରା ଆମକୁ ପରିଚାଳନା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବେ। ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷଣ ଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଏହି ସପ୍ତାହର ପାଠ ହେଉଛି ଈଶ୍ୱରଙ୍କ ଶାସନ ମୂଳଦୁଆ। ଆମ ସ୍ୱର୍ଣ୍ଣପଦ ନିଆଯାଇଅଛି ପ୍ରକାଶିତ ବାକ୍ୟ ତାର 12-17। ସେଥିରେ ସର୍ପ ତ୍ରିଲୋକଙ୍କ ଉପରେ ମହାକ୍ରୋଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା। ବିଶେଷ ଭାବରେ ଆମେ ଏହି ସପ୍ତାହରେ ଶିକ୍ଷା କରିବା, ଯେଉଁ ଲୋକ ଈଶ୍ୱରଙ୍କ ବାକ୍ୟକୁ ମାନି ଚାଲନ୍ତି, ଈଶ୍ୱରଙ୍କ ଆଜ୍ଞାକୁ ମାନି ଚାଲନ୍ତି ଆଉ ଈଶ୍ୱରଙ୍କ ବାକ୍ୟ ଆଧାରରେ ରୁହନ୍ତି, ଶୈତାନର ପ୍ରକ୍ରିୟା, ଶୈତାନର ଆଲୋଚନା ସେମାନଙ୍କ ଉପରେ କିପରି ରୁହେ। ଯେପରିକି ଆମ ସାବତ ସ୍କୁଲ ପାଠର ସ୍ୱର୍ଣ୍ଣ ପଦରେ ଆମେ ଦେଖୁଅଛୁ କି ସେହି ସର୍ପ, କିଏ ସେହି ସର୍ପ? ସେହି ସର୍ପ ହେଉଛନ୍ତି ଶୈତାନ। ଆଉ ସେଇ ସ୍ତ୍ରୀ ଲୋକ କିଏ? ସେ ସ୍ତ୍ରୀ ଲୋକ ହଉଛି ମଣ୍ଡଳୀ। ଆଉ ସେଇ ମଣ୍ଡଳୀରେ ଯେତେ ଅବଶିଷ୍ଟ ଲୋକ ଅଛନ୍ତି, ମାନେ ଯେଉଁ ଲୋକ ଈଶ୍ୱରଙ୍କ ଆଜ୍ଞା ମାନନ୍ତି, ଯୀଶୁଙ୍କ ଠାରେ ବିଶ୍ୱାସ ରଖନ୍ତି, ସେମାନଙ୍କ ଉପରେ ଯୁଦ୍ଧ କରିବା ପାଇଁ ସେ ଗଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଗଭୀର ବାଇବଲ ଅଧ୍ୟୟନ ଦ୍ୱାରା ଆଡଭେଣ୍ଟିଷ୍ଟ ମାନଙ୍କ ସ୍ୱର୍ଗୀୟ ପବିତ୍ର ସ୍ଥାନ, ମହାପବିତ୍ର ସ୍ଥାନ ନିୟମର ତାତ୍ପର୍ଯ୍ୟ ବୁଝିପାରିଥିଲେ। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ହୃଦୟଙ୍ଗମ କଲେ। ସେମାନେ ବିଶ୍ରାମବାରର ଅର୍ଥ ଜାଣିପାରିଥିଲେ। ଏହା ଥିଲା ଚତୁର୍ଥ ଆଜ୍ଞା ପ୍ରକୃତରେ। ଆଉ ଏହି ଆଜ୍ଞା ଅନ୍ୟ ଯେକୌଣସି ଆଜ୍ଞା ଠାରୁ ଅଧିକ ସ୍ପଷ୍ଟ ଭାବରେ ଈଶ୍ୱରଙ୍କୁ ଆମର ସ୍ରଷ୍ଟା ସମସ୍ତ ସତ୍ୟ ଉପାସନାର ମୂଳଦୁଆ ଭାବରେ ଚିହ୍ନିତ କରେ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ପବିତ୍ର ସ୍ଥାନ ଓ ନିୟମ, ଦ ସାଙ୍ଚୁରୀ ଆଣ୍ଡ ଦ ଲ। ପ୍ରାୟଶ୍ଚିତ ଦିନ ଥିଲା ବିଚାର ଦିନ। ଆଉ ଏହି ବିଚାର ଦିନରେ ପ୍ରାୟ ସମସ୍ତ ଇସ୍ରାଏଲ ମାନେ ଅନୁତାପ, ଆତ୍ମା ପରୀକ୍ଷା ଏବଂ ସମସ୍ତ କାର୍ଯ୍ୟରୁ ନିବୃତ୍ତ ରହିଥିଲେ। ଏହି ଘଟଣାରେ ଭାଗ ନେବା ପାଇଁ ଏହି ଆଦେଶ ସମସ୍ତ ଇସ୍ରାଏଲ ମାନଙ୍କୁ ଦିଆଯାଇଥିଲା। ଯଦି ଆପଣମାନେ ଲେବୀୟ ପୁସ୍ତକ ତାର 23, 29, 31 ପଢିବେ, କେବଳ ଏହି ଦିନରେ ମହାଯାଜକ ମହାପବିତ୍ର ସ୍ଥାନକୁ ପ୍ରବେଶ କରୁଥିଲେ ଆଉ ପାପର ପ୍ରାୟଶ୍ଚିତ କରିବା ନିମନ୍ତେ ସେଠିକୁ ସେ ପ୍ରବେଶ କରୁଥିଲେ। ଆଉ ସେହି ମହାପବିତ୍ର ସ୍ଥାନରେ ଅନ୍ତରୀଣ ଗୃହରେ ନିୟମ ସିନ୍ଦୁକ ଥିଲା। ପବିତ୍ର ସିନ୍ଦୁକ ଭିତରେ ପ୍ରସ୍ତର ଉପରେ ଲିଖିତ ପରମେଶ୍ୱରଙ୍କ 10 ଆଜ୍ଞା ନିୟମ ଥିଲା। ଆଉ ପବିତ୍ର ସିନ୍ଦୁକର ସୁବର୍ଣ୍ଣ ଆବରଣରୁ ପାପାଚ୍ଛାଦନ
ଆସନ କୁହାଯାଉଥିଲା, ଯେଉଁଠାରେ ପବିତ୍ର ସ୍ଥାନକୁ ପାପରୁ ମୁକ୍ତ କରିବା ପାଇଁ ରକ୍ତ ସିଞ୍ଚନ କରାଯାଉଥିଲା। ପରମେଶ୍ୱରଙ୍କ ଉପସ୍ଥିତି ପାପାଚ୍ଛନ୍ନ ଆସନ ଉପରେ ଶ୍ରୀକ୍ଷୀଣା ମହିମାରେ ପ୍ରକାଶ ପାଉଥିଲା ବୋଲି ଆମେ ଦେଖୁଅଛୁ। ପ୍ରତ୍ୟେକ ବଳିଦାନ ପାପୀ ମନୁଷ୍ୟମାନଙ୍କ ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରୁଥିଲା। କିନ୍ତୁ ପ୍ରାୟଶ୍ଚିତ ଦିନ ଦର୍ଶାଏ ଯେ ବିଚାର ଦିନ। ଏହିପରି ଆମେ ଏପ୍ରିଲ 10:3 ଦେଖୁଅଛୁ। ଏହା କେବଳ ଖ୍ରୀଷ୍ଟଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା ପାପର ସୂଚୀ ହେବା ନିମନ୍ତେ ଦୂର କରାଯାଇପାରିବ। ମନେ ରଖନ୍ତୁ, ଏହା କେବଳ ଖ୍ରୀଷ୍ଟଙ୍କ ରକ୍ତରେ ବିଶ୍ୱାସ ଦ୍ୱାରା ଆମ ପାପ ସୂଚୀ ବା ପାପକୁ ଦୂରକୁ ରଖାଯାଏ। ସେହିପରି ପିତର ଲେଖନ୍ତି, ପ୍ରଥମ ପିତର 1 ତାର 18-19 ଆମେ ପାଉଅଛୁ। ସ୍ୱର୍ଗୀୟ ମନ୍ଦିର ଭିତରକୁ ଚାହିଁ ପ୍ରେରିତ ଜହନ ପରମେଶ୍ୱରଙ୍କ ମନ୍ଦିର ଦେଖିଲେ ବୋଲି ଆମେ ଦେଖୁଅଛୁ। ଆଉ ସେହି ପବିତ୍ର ମନ୍ଦିର ଖୋଲା ଯାଇଥିଲା, ଆଉ ତାଙ୍କର ନିୟମ ସିନ୍ଦୁକ ପ୍ରକାଶ ପାଇଥିଲା ବୋଲି ଆମେ ଦେଖୁଅଛୁ। କି ସେହି ନିୟମ ସିନ୍ଦୁକ ଜହନ ଦେଖିଲେ, ଏହିପରି ପ୍ରକାଶିତ 11:19 ଆମେ ପାଉଛୁ। ମହାନ ସଂଘର୍ଷ ଏହି ମନ୍ତବ୍ୟକୁ ଯୋଡୁଛି। ପବିତ୍ର ସ୍ଥାନ ମଧ୍ୟରେ, ସ୍ୱର୍ଗର ପବିତ୍ର ସ୍ଥାନ ମଧ୍ୟରେ ଦିବ୍ୟ ବ୍ୟବସ୍ଥା ପବିତ୍ର ଭାବରେ ଆବଦ୍ଧ ହୋଇଅଛି। ଏହି ବ୍ୟବସ୍ଥା ସିୟନ ପର୍ବତର ଗର୍ଜନ ମଧ୍ୟରେ ପରମେଶ୍ୱର ନିଜେ କହି ପ୍ରସ୍ତରର ଫଲକ ଉପରେ ନିଜ ଆଙ୍ଗୁଠିରେ ତାହାଙ୍କ ଆଜ୍ଞା ଲେଖିଥିଲେ। ଆଉ ସ୍ୱର୍ଗସ୍ଥ ପବିତ୍ର ସ୍ଥାନରେ ପରମେଶ୍ୱରଙ୍କ ବ୍ୟବସ୍ଥା ହେଉଛି ପ୍ରଚଳ। ପ୍ରସ୍ତର ଫଲକରେ ଖୋଦିତ ଓ ପଞ୍ଚ ପୁସ୍ତକରେ ମୋଶାଙ୍କ ଦ୍ୱାରା ଲିଖିତ ଉପଦେଶ ଗୁଡ଼ିକ ଥିଲା ଏକ ଅବିରାମ ଲିଖିତ ବାକ୍ୟ। ଯେଉଁମାନେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝିବା ପାଇଁ ପହଞ୍ଚିଥିଲେ, ସେମାନେ ଦିବ୍ୟ ନିୟମର ପବିତ୍ର ଅପରିବର୍ତ୍ତିତ ଚରିତ୍ର ଦେଖିବା ପାଇଁ ପ୍ରେରିତ ହୋଇଥିଲେ ବୋଲି ଆମେ ଦେଖୁଅଛୁ। ପ୍ରାରମ୍ଭିକ ଆଡଭେଣ୍ଟିଷ୍ଟ ବିଶ୍ୱାସୀମାନେ ପବିତ୍ର ସ୍ଥାନ ଉପରେ ବାଇବଲର ଶିକ୍ଷା ଅଧ୍ୟୟନ କରୁଥିଲେ। ସେମାନେ ପରମେଶ୍ୱରଙ୍କ ନିୟମ ତାତ୍ପର୍ଯ୍ୟ ଏବଂ ପରମେଶ୍ୱରଙ୍କ ନିୟମର ଅନନ୍ତରରେ ବିଶ୍ରାମବାର ତାତ୍ପର୍ଯ୍ୟକୁ ଅନୁଭବ କରୁଥିଲେ। ସେମାନେ ଯୁକ୍ତି କଲେ ଯେ ଯଦି ନିୟମ ସିନ୍ଦୁକରେ ପରମେଶ୍ୱରଙ୍କ ନିୟମକୁ ସ୍ୱର୍ଗୀୟ ପବିତ୍ର ସ୍ଥାନରେ ଚିତ୍ରିତ କରାଯାଇଥାନ୍ତା, ତେବେ ନିଶ୍ଚିତ ଭାବେ କ୍ରୁଶରେ ତାହାକୁ ନଷ୍ଟ କରାଯାଇ ପାରିନଥାନ୍ତା। ଏହିପରି ପ୍ରାଥମିକ ଖ୍ରୀଷ୍ଟିଆନ, ବିଶେଷ ଭାବରେ ପ୍ରାରମ୍ଭିକ ଆଡଭେଣ୍ଟିଷ୍ଟ ମାନେ ଯୁକ୍ତି ତର୍କ କରିଥିଲେ। ତାହେଲେ ଚାଲନ୍ତୁ ଆମେ ଆଗକୁ ଦେଖିବା। ସୋମବାର ଦିନ ପରମେଶ୍ୱରଙ୍କ ନିୟମର ଅପରିବର୍ତ୍ତନୀୟ, the immutable of God's law. Seventh Day Adventist ମାନେ ପ୍ରୋଟେଷ୍ଟାଣ୍ଟ ସଂସ୍କରଣଙ୍କ ପଦପକ୍ଷର ଅନୁସରଣ କଲେ। ଯେଉଁମାନେ ଈଶ୍ୱରଙ୍କ ନିୟମ, ଈଶ୍ୱରଙ୍କ ଆଜ୍ଞା, ଈଶ୍ୱରଙ୍କ ବାକ୍ୟକୁ ସମର୍ଥନ କରୁଥିଲେ, ଯେପରିକି ଜନ୍ ୱିଲ୍ସଙ୍କ ଏହି ଶକ୍ତିଶାଳୀ ଯୁକ୍ତି ଉପରେ ଆପଣମାନେ ଟିକେ ଧ୍ୟାନ ଦିଅନ୍ତୁ। ସେ କହିଲେ, ମୋଶା ଇସ୍ରାଏଲ ସନ୍ତାନମାନଙ୍କୁ ପ୍ରଦାନ କରିଥିବା ରୀତିନୀତି କିମ୍ବା ଆନୁଷ୍ଠାନିକ ନିୟମ, ଯାହା ମନ୍ଦିରର ପୁରାତନ ବଳିଦାନ ଏବଂ ସେବା ସହିତ ଜଡ଼ିତ ଥିଲା, ଆମର ପ୍ରଭୁ ପ୍ରକୃତରେ ଧ୍ୱଂସ କରିବାକୁ ଆସିଥିଲେ, ବିଲୋପ କର ଏବଂ ସମ୍ପୂର୍ଣ୍ଣ ରଦ୍ଦ କଲେ। କିନ୍ତୁ 10 ଆଜ୍ଞାରେ
ନିହିତ ଓ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପ୍ରଚଳିତ ନୈତିକ ନିୟମକୁ ସେ ହରଣ କରିନଥିଲେ। ଏହାର କୌଣସି ଅଂଶକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କ ଆସିବାର ନମୁନା ନଥିଲା। ବନ୍ଧୁ, ପ୍ରାୟ ଅଧିକ ଖ୍ରୀଷ୍ଟିଆନ ମାନେ ଭାବନ୍ତି ଯେ ଯୀଶୁଖ୍ରୀଷ୍ଟ ନିୟମ କୃଷରେ ନଷ୍ଟ କଲେ। କୋଉ ନିୟମ ଯୀଶୁଖ୍ରୀଷ୍ଟ କୃଷରେ ନଷ୍ଟ କଲେ? ଯାହା ମଶାଙ୍କ ଦ୍ୱାରା ଲିଖିତ ଥିଲା ସେହି ନିୟମକୁ ଯୀଶୁଖ୍ରୀଷ୍ଟ ନଷ୍ଟ କଲେ। ମାତ୍ର ଯାହା ପରମେଶ୍ୱର ନିଜ ଆଙ୍ଗୁଠିରେ ଲେଖିଥିଲେ ଯୀଶୁଖ୍ରୀଷ୍ଟ ବରଂ ତାକୁ ପୂର୍ଣ୍ଣ କରିବା ପାଇଁ ଆସିଥିଲେ, ନଷ୍ଟ କରିବା ପାଇଁ ନାହିଁ। ଏଥିଯୋଗୁଁ ଲେଖକମାନେ କହନ୍ତି, କିନ୍ତୁ 10 ଆଜ୍ଞାରେ ନିହିତ ଓ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପ୍ରଚଳିତ ନୈତିକ ନିୟମ ସେ ହରଣ କରିନଥିଲେ ବୋଲି ଏହାର କୌଣସି ଅଂଶକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କ ଆସିବାର ନମୁନା ନଥିଲା। ଏହା ଏପରି ଏକ ନିୟମ ଯାହାକୁ କେବେ ବି ଆମେ ଭାଙ୍ଗି ପାରିବା ନାହିଁ, କେବେ ବି ଏହା ଉଲ୍ଲଙ୍ଘନ କରିପାରିବା ନାହିଁ, ଯେହେତୁ ଏହା ଈଶ୍ୱରଙ୍କର ନିୟମ। କେବେ ବି ଆମେ ତାକୁ ଭଙ୍ଗ କରିପାରିବା ନାହିଁ। ଯାହା ସ୍ୱର୍ଗ ବିଶ୍ୱସ୍ତ ସାକ୍ଷୀ ଦୃଢ଼ ଭାବରେ ଠିଆ ହୁଏ। ଏହି ନିୟମର ପ୍ରତ୍ୟେକ ଅଂଶ ବଳବତ୍ତର ରହିବା ଆବଶ୍ୟକ ସମଗ୍ର ମାନବ ଜାତି ଉପରେ ଆଉ ସବୁ ଯୁଗରେ, କାରଣ ଏହା ସମୟ କିମ୍ବା ସ୍ଥାନ ଉପରେ ନିର୍ଭର କରେ ନାହିଁ, କିନ୍ତୁ ପରିବର୍ତ୍ତନ ପାଇଁ ଦାୟୀ ଅନ୍ୟ କୌଣସି ପରିସ୍ଥିତି ଉପରେ, କିନ୍ତୁ ଈଶ୍ୱରଙ୍କ ସ୍ୱଭାବ ଓ ମନୁଷ୍ୟର ସ୍ୱଭାବ ଉପରେ ଏକ ପରସ୍ପର ସହ ସେମାନଙ୍କ ଅପରିବର୍ତ୍ତିତ ସମ୍ପର୍କ। ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ହେଉଛି ଅପରିବର୍ତ୍ତିତ। କେବେ ହେଲେ ଆମେ ତାକୁ ପରିବର୍ତ୍ତନ କରିପାରିବା ନାହିଁ। ଓ ବ୍ୟବସ୍ଥା। ବନ୍ଧୁ, ବିଶ୍ରାମ ବାର ଯେବେ ପରମେଶ୍ୱର ଏହି ପୃଥିବୀକୁ ସୃଷ୍ଟି କଲେ, ଯଦି ଆମେ ଆଦି ପୁସ୍ତକ ତାର ପ୍ରଥମ ପର୍ବ ଦେଖିବା, ସେଠି ଆମେ ସୃଷ୍ଟିର ବିବରଣ ପାଉଅଛୁ। ଆଉ ଯଦି ଆମେ ଦ୍ୱିତୀୟ ପର୍ବକୁ ଯିବା, ସେଠି ଆମେ ପାଉଅଛୁ ଦ୍ୱିତୀୟ ପର୍ବ ତାର 1-2 ପଦରେ ସେଠି ଆମେ ପାଉଅଛୁ, ପବିତ୍ର ଶାସ୍ତ୍ର ବାଇବଲ ଆମକୁ କହୁଅଛି କି ପରମେଶ୍ୱର ସମସ୍ତ ସୃଷ୍ଟି କଲା ପରେ ସପ୍ତମ ଦିନରେ ସେ ବିଶ୍ରାମ ନେଲେ, ଆଉ ସେଇ ବିଶ୍ରାମ ଦିନକୁ ସେ ପବିତ୍ର କଲେ, ଆଉ ସେ ବିଶ୍ରାମ ଦିନକୁ ସେ ଆଶୀର୍ବାଦ କଲେ। ସୃଷ୍ଟି ଠାରୁ ଆମେ ଦେଖୁଅଛୁ। ସେହିପରି ଯଦି ଆମେ ଯାତ୍ରା ପୁସ୍ତକ ତାର 8-11 ପର୍ଯ୍ୟନ୍ତ ଦେଖିବା, ସେଠି ଆମେ ପାଉଅଛୁ କିପରି ଈଶ୍ୱର ଆପଣା ବିଶ୍ରାମ ବାର ବିଷୟରେ ଗୁରୁତ୍ୱ ଦେଇଥିଲେ, ଯେଉଁଥିରେ ତାଙ୍କର ଶକ୍ତି, ତାଙ୍କର ସୃଷ୍ଟିର ଶକ୍ତି ବିଷୟରେ ଆମେ ପାଉଅଛୁ। ଆଉ ସେ କହନ୍ତି କି ବିଶ୍ରାମ ବାର ପବିତ୍ର ରୂପେ ପାଳନ କରିବା ପାଇଁ ସ୍ମରଣ କର। ସେ କହିଥାନ୍ତି, ତୁମେ ହିଁ ନୁହଁ, ତୁମର ପୁଅ ଝିଅ, ତୁମର ଦାସ ଦାସୀ, ତୁମର କନ୍ୟା, ତୁମର ତୁମର କୁନିଆ ମାନେ ଯେମାନେ ତୁମ ଘରେ ଅଛନ୍ତି, ସମସ୍ତଙ୍କୁ ବିଶ୍ରାମ ଦିନ ପାଳନ କରିବା ପରେ ପରମେଶ୍ୱର। କାହିଁକି ସେଥିରେ ଆମେ ପାଉଛୁ? କାରଣ ପରମେଶ୍ୱର 6 ଦିନରେ ଯାହା ଆମେ ବର୍ତ୍ତମାନ ଦେଖୁଅଛୁ, ପୃଥିବୀ, ଗଛ ଲତା, ବନ, ପାହାଡ, ଜୀବଜନ୍ତୁ, ଯାହା ଆମେ ଦେଖୁଅଛୁ, ସେହି ସବୁ ପରମେଶ୍ୱର
ଦିନରେ ସୃଷ୍ଟି କରିଥିଲେ। ଆଉ ସେ କହନ୍ତି କି ମୁଁ ସପ୍ତମ ଦିନରେ ବିଶ୍ରାମ ନେବି। ଆଉ ସେଇ ସପ୍ତମ ଦିନକୁ ସେ ଆଶୀର୍ବାଦ କଲେ, ସେ ପବିତ୍ର କଲେ ବୋଲି ଆମେ ଦେଖୁଅଛୁ। ଆଉ ଯେବେ ଇସ୍ରାଏଲ ପ୍ରଜାମାନେ ମଧ୍ୟ ମିଶ୍ର ଦେଶରୁ କାନାନ ଦେଶକୁ ଯାତ୍ରା କଲେ, ଆଉ ସେମାନଙ୍କୁ ବିଶ୍ରାମ ବାର ବିଷୟରେ ଶିକ୍ଷା ଦେବା ପାଇଁ 40 ବର୍ଷ ପରମେଶ୍ୱର ସେମାନଙ୍କୁ ଦୂତମାନଙ୍କ ଖାଦ୍ୟ ପ୍ରଦାନ କରିଥିଲେ, ଯାହା ଆମେ ମାନା କହୁଛୁ। ଆଉ ସେମାନେ 6 ଦିନରେ ସେଇ ମାନାକୁ ଆଦାୟ କରୁଥିଲେ, ଆଉ ସପ୍ତମ ଦିନରେ ସେଇ ମାନା ସେମାନେ ପାଇଲେନି। ଆଉ ପରମେଶ୍ୱର କହିଲେ ସପ୍ତମ ଦିନ ହଉଛି ପରମେଶ୍ୱରଙ୍କ ଦିନ, ବିଶ୍ରାମ ଦିନ। ଆଉ ସେଇ ବିଶ୍ରାମ ଦିନରେ ସେଇ ପରମେଶ୍ୱରଙ୍କ ଆରାଧନା, ପ୍ରାର୍ଥନା, ପୂଜା କରିବାର ଉଚିତ। ଏଥିଯୋଗୁଁ ବ୍ୟବସ୍ଥା ସେହି ପରମେଶ୍ୱର ଆମମାନଙ୍କୁ ଦେଇଛନ୍ତି। ଆଉ ସେ ବ୍ୟବସ୍ଥା ମଧ୍ୟରେ ଯେପରିକି ଯାକୁବ 2:10 ଲେଖାଯାଇଅଛି, ଯାକୁବ କହନ୍ତି, ଯଦି ସମସ୍ତ ବ୍ୟବସ୍ଥା ପାଳନ କରି ଗୋଟିଏ ବ୍ୟବସ୍ଥାରେ ଯଦି ଆମେ ଝୁଣ୍ଟିବା, ତାହେଲେ ଆମେ ସମସ୍ତ ବ୍ୟବସ୍ଥା ଯେ ଝୁଣ୍ଟୁ ଅଛୁ ବା ବ୍ୟବସ୍ଥାକୁ ଉଲ୍ଲଂଘନ କରିଅଛୁ। ବନ୍ଧୁ, ମନେ ରଖନ୍ତୁ, ଶୟତାନ ଏହିପରି ପ୍ରଲୋଭନ ଆଣିଥାଏ, ଶୟତାନ ଏହିପରି ଚିନ୍ତାଧାରା ଆଣିଥାଏ, ଯେଉଁଥିରେ ସେ ଏମାନଙ୍କୁ ଏହିପରି ପ୍ରଭାବ କରିଥାଏ ଯେ ଯଦି ମୁଁ ଗୋଟିଏ ଆଜ୍ଞା ନ ଭାଙ୍ଗିବି, ତାହେଲେ କିଛି ମୋର ଫରକ ହେବ ନାହିଁ। ମନେ ରଖନ୍ତୁ, ଏହି 10 ଆଜ୍ଞା ପରମେଶ୍ୱର ନିଜ ଆଙ୍ଗୁଠିରେ ଲେଖି ମୂଷାକୁ ଦେଲେ। ଆଉ ସେହି 10 ଆଜ୍ଞା ଆମେ ଏହା ପୂର୍ବେ ଦେଖିଲୁ କି ଜହନ ମଧ୍ୟ ସେହି ସିନ୍ଧୁକ ଯାହା ଖୋଲା ହେଲା, ସେହି 10 ଆଜ୍ଞା ସ୍ୱର୍ଗରେ ମଶରେ ଦେଖିଥିଲେ। ମାନେ ଈଶ୍ୱରଙ୍କ ଆଜ୍ଞା ହେଉଛି ଏକ ଚିରସ୍ଥାୟୀ ଆଜ୍ଞା। ଆଉ ସେଇ ଚିରସ୍ଥାୟୀ ଆଜ୍ଞାକୁ କିଏ ବି ଭଙ୍ଗ କରିପାରିବେନି, ଯେହେତୁ ଏହା ଈଶ୍ୱରଙ୍କର ଆଜ୍ଞା ଆଉ ଈଶ୍ୱରଙ୍କର ଚରିତ୍ରକୁ ପ୍ରକାଶ କରିଥାଏ, ଈଶ୍ୱରଙ୍କ ଶାସନକୁ ପ୍ରକାଶ କରିଥାଏ। ଆଉ ଈଶ୍ୱର ହେଉଛନ୍ତି ନ୍ୟାୟବାନ ବିଚାରକର୍ତ୍ତା। ସେଥିଯୋଗୁଁ ଈଶ୍ୱରଙ୍କ ଆଜ୍ଞା ଆଉ ବିଶେଷ ଭାବରେ ତାଙ୍କ ବିଶ୍ରାମ ଦିନ, ଯାହା ଆମେ ପବିତ୍ର ଶାସ୍ତ୍ର ବାଇବଲରେ ଦେଖୁଅଛୁ, ଯେବେ ଜହନ ଦେଖିଲେ, ବିଶେଷ ଭାବରେ ସେ ସ୍ୱର୍ଗରେ ଦେଖିଲେ, ଦର୍ଶନ ଦ୍ୱାରା ଦେଖିଲେ ଯେ ସେ ଚତୁର୍ଥ ଆଜ୍ଞାରେ ପ୍ରକାଶ ପାଉଅଛି, ମାନେ ବିଶ୍ରାମ ବାର ହେଉଛି ଗୋଟେ ଗୁରୁତ୍ୱର ଆଖ୍ୟା। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ପ୍ରକାଶିତ ବାକ୍ୟ 12ରେ ଖ୍ରୀଷ୍ଟ ଓ ଶୈତାନ ମଧ୍ୟରେ ଯୁଗ ଯୁଗ ଧରି ଚାଲିଥିବା ମହାଜାଗତିକ ସଂଘର୍ଷ ବିଷୟରେ ବର୍ଣ୍ଣନା କରୁଛି। ଏହା ପରମେଶ୍ୱରଙ୍କ ଲୋକମାନଙ୍କ ଉପରେ ଶୟତାନର ଅନ୍ତିମ ଆକ୍ରମଣ ସହିତ ଶେଷ ହୋଇଥାଏ। ପ୍ରକାଶିତ ବାକ୍ୟ 13ରେ ଡ୍ରାଗନ ବା ସେହି ଶୟତାନ ଓ 2 ମିତ୍ର ସମୁଦ୍ରରୁ ପଶୁ ଓ ଭୂମିରୁ ପଶୁ ପରିଚୟ ଦିଆଯାଇଅଛି। ଏହି 2 ଶକ୍ତି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାର ତାଙ୍କ ସହିତ ଯୋଗ ଦିଅନ୍ତି ବୋଲି ଆମେ ପବିତ୍ର ଶାସ୍ତ୍ର ବାଇବଲରେ ଆମେ ଦେଖୁଅଛୁ। ଯଦି ଆମେ ପ୍ରକାଶିତ ବାକ୍ୟ ତାର 15:4 ଦେଖିବା, ସେଠି ଆମେ ପାଉଛୁ କି ହେ ପ୍ରଭୁ, କିଏ ତୁମକୁ ଭୟ ନ କରିବ, କିଏ ତୁମ ନାମରେ ଗୌରବ କୀର୍ତ୍ତନ ନ କରିବ, କାରଣ କେବଳ ତୁମେ ହିଁ ପବିତ୍ର ଜାତି ସମୂହ ଆସି ତୁମ ଛାମରେ ପ୍ରମାଣ କରିବେ। ତେଣୁ ତୁମର ନ୍ୟାୟ କର୍ମ ସବୁ ପ୍ରକାଶିତ ହୋଇଅଛି ବୋଲି ଜହନ ଦେଖନ୍ତି। ଯେହେତୁ ଈଶ୍ୱରଙ୍କ କାର୍ଯ୍ୟ, ଈଶ୍ୱରଙ୍କ ଶାସନ, ଈଶ୍ୱରଙ୍କ ବିଚାର ହେଉଛି ନ୍ୟାୟ। ଈଶ୍ୱର ହେଉଛନ୍ତି ପ୍ରେମ, ଆଉ ସେଇ ପ୍ରେମ, ସେଇ ନ୍ୟାୟ ପ୍ରକାଶ ହୋଇଅଛି।
ଆଉ ଶୈତାନ ଚାହାନ୍ତି ଯେ ଈଶ୍ୱରଙ୍କୁ ଆମେ ପ୍ରେମ କରୁ, ଈଶ୍ୱରଙ୍କ ଠାରେ ଆମେ ଭରସା ରଖୁ, ଈଶ୍ୱରଙ୍କ ଆଜ୍ଞା ଆମେ ମାନୁ। ଏହା ଶୈତାନ ଚାହେଁନି। ଏହି ସଂଘର୍ଷ ଏହି ପୃଥିବୀ ସୃଷ୍ଟି ହେବା ପ୍ରାରମ୍ଭରୁ ଏହା ଚାଲିଅଛି। ଶୈତାନ ଖ୍ରୀଷ୍ଟଙ୍କ ମଧ୍ୟରେ ଆଜି ଆମେମାନେ ମଧ୍ୟ ଆମ ମାନସିକ ରୂପେ ଭଲ ମନ୍ଦ ସଂଘର୍ଷରେ ଲାଗିଅଛୁ। ଆଉ ଯେବେ ଆମେ ସେହି ମନ୍ଦରେ ବିଜୟୀ ଲାଭ କରିବା, ତାହା ହେଉଛି ଈଶ୍ୱରଙ୍କ ସାହାଯ୍ୟ। ଯେପରିକି ପ୍ରକାଶିତ 16:2ରେ ଆମେ ଦେଖୁଛୁ, ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ। ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରମାଣ କରିଥିଲେ, ସେମାନଙ୍କ ଶରୀରରେ ଅତି କଷ୍ଟଦାୟକ ବିସ୍ଫୋଟ ହେଲା ବୋଲି। ବନ୍ଧୁ, ଯେଉଁମାନେ ଶୈତାନଙ୍କୁ ବିଶ୍ୱାସ କରନ୍ତି, ଈଶ୍ୱରଙ୍କ ଆଜ୍ଞା ଉଲ୍ଲଂଘନ କରନ୍ତି, ସେମାନଙ୍କ ପାଇଁ ଏକ ଦଣ୍ଡ ଅଛି। ଆଉ ସେହି ଦଣ୍ଡ ହେଉଛି ପ୍ରଭୁଙ୍କ ଠାରୁ ଆସିବ। ଆଉ ଯେଉଁମାନେ ଶୈତାନକୁ ପୂଜା କରନ୍ତି, ଶୈତାନର କଥା ମାନନ୍ତି, ସେମାନେ ନିଶ୍ଚୟ ଭାବରେ ଦଣ୍ଡ ପାଇବେ ବୋଲି ଆମେ ଦେଖୁଅଛୁ। ଆଉ ପ୍ରଭୁ ତାହାଙ୍କ ବିଶ୍ୱସ୍ତ ଲୋକମାନଙ୍କୁ ସେହି ସ୍ୱର୍ଗରାଜ୍ୟକୁ ନେବେ। ଯଦି ଆମେ ପ୍ରକାଶିତ ବାକ୍ୟ 19:2 ଦେଖିବା, କାରଣ ତାହାଙ୍କ ବିଚାର ସତ୍ୟ, କେବେ ହେଲେ ଅସତ୍ୟ ହେବ ନାହିଁ, ଓ ନ୍ୟାୟ। ପରମେଶ୍ୱରଙ୍କ ବିଚାର ସତ୍ୟ ଓ ନ୍ୟାୟ। ଆଉ ସେହି ମହାବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା ପୃଥିବୀକୁ ଭ୍ରଷ୍ଟ କରିଥିଲା। ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇ ଅଛନ୍ତି। ବନ୍ଧୁ, ବର୍ତ୍ତମାନ ଯେଉଁ ପୃଥିବୀରେ ଆମେ ବାସ କରୁଛୁ, ଯେଉଁ ଦେଶରେ ବାସ କରୁଅଛୁ, ଅତ୍ୟାଚାର ପ୍ରବଳରେ ଚାଲିଅଛି। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ମାନନ୍ତି, ସେମାନଙ୍କୁ ତାଳନା ଦିଆଯାଉଛି। ଆଉ କାହା ଦ୍ୱାରା ଏସବୁ ହେଉଛି? ଏହି ଶୈତାନ ଦ୍ୱାରା। ଆଉ ସେମାନଙ୍କ ଧୈର୍ଯ୍ୟ ଆବଶ୍ୟକ ବୋଲି ବି ବାଇବଲ ଆମମାନଙ୍କୁ କହୁଛି। ଯେବେ ଆମେ ତାଡ଼ନା ଅତ୍ୟାଚାରରେ ସମ୍ମୁଖୀନ ହେବା, ପରମେଶ୍ୱର ମାନଙ୍କୁ ସାହାଯ୍ୟ କରିବେ। ଆଉ ପରମେଶ୍ୱର ଆମକୁ ଧୈର୍ଯ୍ୟ ଶକ୍ତି ପ୍ରଦାନ କରିବେ। ପ୍ରକାଶିତ ବାକ୍ୟ 20:4ରେ ଆମେ ଦେଖୁଛୁ, ପରେ ମୁଁ ସିଂହାସନ ସମୂହ ଦେଖିଲି, ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ। ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରମାଣ ନ କରିଥିଲେ ଓ ତାହାର ଚିହ୍ନ ଆପଣା କପାଳରେ ଓ ହସ୍ତରେ ଧାରଣ ନ କରିଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲେ। ଆଉ ସେମାନେ ଜୀବିତ ହୋଇ କୃଷ୍ଣଙ୍କ ସହିତ 1,000 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। ବନ୍ଧୁ, କେତେ ସୁନ୍ଦର ବାକ୍ୟ! ଯେଉଁମାନେ ଶୈତାନର କଥା ନ ମାନି ତାର ଚିହ୍ନ ପ୍ରାପ୍ତ ନ କରିଥିଲେ, ଧୈର୍ଯ୍ୟରେ ଥିଲେ, ଜହନ ଯେପରି ଦର୍ଶନ ଦେଖୁଛନ୍ତି, ସେମାନଙ୍କ ଆତ୍ମାକୁ ଦେଖିଲେ ଆଉ ସେମାନଙ୍କ ଆତ୍ମା ଜୀବିତ ହେଲା। ଆଉ ସେମାନେ 1,000 ବର୍ଷ ରହିଲେ। ଆଉ ସେମାନେ ବିଚାର କରିଲେ ବୋଲି ଆମେ ଦେଖୁଅଛୁ। ତାହେଲେ ଏଇ ଯୋଉ ସୁବାର୍ତ୍ତା, ଏଇ ସୁସମାଚାର ଯାହା ଆମେ ବର୍ତ୍ତମାନ ଦେଖୁଅଛୁ, ଈଶ୍ୱର ଆମର ତ୍ରାଣକର୍ତ୍ତା। ଯେବେ ଆମେ ତାଙ୍କୁ ବିଶ୍ୱାସ କରୁ, ଯେବେ ତାଙ୍କଠାରେ ଆମ ଭରସା ରଖୁ, ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଶେଷରେ ଆମେ ଦେଖୁଅଛୁ ପ୍ରକାଶିତ ବାକ୍ୟ 22:9ରେ, କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମର ଭାତୃବନ୍ଧ ଭାବବାଦୀ ମାନଙ୍କ ଏହି ପୁସ୍ତକର ବାକ୍ୟ ପାଳନକାରୀ ମାନଙ୍କର ସହଦାସ ଈଶ୍ୱରଙ୍କୁ ପ୍ରମାଣ କର। ହଁ ବନ୍ଧୁ, ଆମେ ଶୈତାନକୁ ପ୍ରମାଣ କରିବାର ଆବଶ୍ୟକ ନାହିଁ, ଯେହେତୁ ଈଶ୍ୱର ଆମର ପରମେଶ୍ୱର, ଈଶ୍ୱର ଆମର ଉଦ୍ଧାରକର୍ତ୍ତା, ଈଶ୍ୱର ଆମର ରକ୍ଷକ। ସେହି ଯୀଶୁ ଖ୍ରୀଷ୍ଟ ଯେ କି ଆମମାନଙ୍କ ପାଇଁ ମୃତ୍ୟୁବରଣ କରିଥିଲେ,
ତାଙ୍କ ମୃତ୍ୟୁ ଦ୍ୱାରା ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବା। ଚାଲନ୍ତୁ ଈଶ୍ୱରଙ୍କ ଆଜ୍ଞା ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା। ତିନି ଦୂତଙ୍କ ବାର୍ତ୍ତା ପ୍ରକାଶିତ 14:7। ପ୍ରଥମ ଦୂତ ଜୋରରେ ରଡ଼ି କରି କୁହନ୍ତି, ହେ ଈଶ୍ୱରଙ୍କୁ ଭୟ କର, ଯେହେତୁ ତାଙ୍କ ବିଚାର ସମୟ ଆସିଅଛି। ଈଶ୍ୱରଙ୍କୁ ଗୌରବମୟ ପ୍ରଦାନ କର, ଯେହେତୁ ତାଙ୍କର ବିଚାର ସମୟ ଆସିଅଛି। ସେ ବି କହନ୍ତି, ତାଙ୍କୁ ପୂଜା ଆରାଧନା କର, ଯେ ଏହି ସମଗ୍ର ପୃଥିବୀକୁ, ଏହି ଭୂମଣ୍ଡଳକୁ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ସୃଷ୍ଟିର ଦାତା। ତାଙ୍କୁ ତମେ ପୂଜା ଆରାଧନା କର। ତାଙ୍କର ପୂଜାରେ ରୁହ, ଯେହେତୁ ବିଚାର ସମୟ ଆସୁଅଛି। ତାପରେ ଆମେ ଦେଖୁଅଛୁ ଦ୍ୱିତୀୟ ଦୂତଙ୍କ ବାର୍ତ୍ତା। ସେ କହନ୍ତି, ସେହି ମହାନ ବାବେଲ ପତନ ହୋଇଅଛି, ସେହି ମହାନ ସହର ପତନ ହୋଇଅଛି, ଯେହେତୁ ସେ ଜାତି ରାଷ୍ଟ୍ର ଓ ବ୍ୟଭିଚାରରେ, ତାଙ୍କ ମଦ୍ୟପାନରେ ଲଗାଇ ଅଛି ବୋଲି କୁହାଯାଉଅଛି। ଯଦି ପ୍ରକାଶିତ 14:8 ପଢିବା, ଏଇ ଯୋଉ ବାବିଲ ସେଇ ମୂର୍ତ୍ତି ପୂଜକକୁ ଦର୍ଶାଏ, ଯେଉଁମାନେ ଶୈତାନଙ୍କୁ ପୂଜା କରନ୍ତି, ଶୈତାନର କଥା ମାନନ୍ତି, ସେମାନଙ୍କୁ ଏହି ବାବିଲ ଦର୍ଶାଏ। ଯେଉଁମାନେ ସେଇ ପ୍ରଥମ ଦୂତର ବାର୍ତ୍ତାକୁ ପ୍ରତ୍ୟାଖ୍ୟାନ କରନ୍ତି, ସେମାନଙ୍କୁ ଏହା ଦର୍ଶାଏ। ଯେହେତୁ ବର୍ତ୍ତମାନ ଯାହା ଆମେ ଦେଖୁଛୁ ବନ୍ଧୁ, ସେହି ସୃଷ୍ଟିକର୍ତ୍ତାଙ୍କୁ ପୂଜା ନ କରି ଯେ ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ସୃଷ୍ଟି ହୋଇଅଛି ତାହାଙ୍କୁ ଲୋକ ପୂଜା କରୁଛନ୍ତି। ଆଉ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କଲେ, ଆଉ ସେମାନଙ୍କ ସମସ୍ତଙ୍କ ଠାରୁ ଶୈତାନ ମଧ୍ୟ ଜଣେ, ଯିଏକି ପରମେଶ୍ୱର ସୃଷ୍ଟି କରିଥିଲେ। ଆଉ ଶୈତାନ ଏହା ପୂର୍ବରେ ଲୁସିଫର ନାମକ କୁହାଯାଉଥିଲା। ସେ ସ୍ୱର୍ଗରାଜରେ ବାସ କରୁଥିଲେ। ସେ ସ୍ୱର୍ଗର ସୈନିକ ବା ପ୍ରଧାନ ଦୂତ ଥିଲେ, ସ୍ୱର୍ଗର ସେନାପତି ଥିଲେ। ଆଉ ତାଙ୍କ ଗର୍ଭ ଯୋଗୁଁ, ତାହାଙ୍କ ଅହଙ୍କାର ଯୋଗୁଁ ତାଙ୍କ ପତନ ହେଲା। ସେ ନିଜକୁ ପରମେଶ୍ୱର ବୋଲି ଭାବିଲେ, ଆଉ ବର୍ତ୍ତମାନ ସେଇ ଭାବନାକୁ ଏହି ପୃଥିବୀରେ ଲୋକମାନଙ୍କ ମନରେ ଭରାଇ ଅଛି। ଆଉ ଯେଉଁମାନେ ସେହି ଶୈତାନକୁ ପୂଜା ଆରାଧନା କରନ୍ତି, ସେମାନଙ୍କ ପତନ ଆସୁଅଛି, ଯାହା ଆମେ ପ୍ରକାଶିତ 14:8 ଆମେ ଦେଖୁଅଛୁ। ସେଥିଯୋଗୁଁ ପ୍ରକାଶିତ 14:9-11 ଆମମାନଙ୍କୁ ସତର୍କ ଦିଆଯାଇଅଛି, ଯେଉଁମାନେ ସେହି ପଶୁକୁ ବିଶ୍ୱାସ କରନ୍ତି, ପୂଜା କରନ୍ତି, ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବେ। ଯେବେ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିବେ, ଯେତେବେଳେ ଧାର୍ମିକ ସମସ୍ତେ ସ୍ୱର୍ଗରାଜକୁ ଯିବେ, ଆଉ ସେତେବେଳେ ଏଇ ଯୋଉ ଶୈତାନ ଯିଏକି ମନୁଷ୍ୟମାନଙ୍କୁ ପ୍ରତାରଣା କରି ନିଜ ଶକ୍ତିରେ ରଖିଅଛି, ସେମାନେ ଶୈତାନ ସହ ଧ୍ୱଂସ ହେବେ। ବନ୍ଧୁ, ଏହା ବିଚାର ସମୟ, ଏହା ଶେଷ ସମୟ। ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ତାହେଲେ ଚାଲନ୍ତୁ ତାଙ୍କଠାରେ ଆମେ ବିଶ୍ୱାସ କରିବା, ସେ ସୃଷ୍ଟିକର୍ତ୍ତାଙ୍କୁ ଆମେ ପୂଜା କରିବା, ସେହି ପ୍ରେମର ଦାତାକୁ ଆମେ ପୂଜା କରିବା, ସେ ଉଦ୍ଧାରକର୍ତ୍ତାକୁ ଆମେ ପ୍ରେମ କରିବା, ଯେହେତୁ ବିଚାର ସମୟ ଆସୁଅଛି। ଆଉ ଯେବେ ଏହି ବିଚାର ସମୟ ଶେଷ ହେବ, ଯୀଶୁ ଖ୍ରୀଷ୍ଟ ତାଙ୍କ ସହସ୍ର ଦୂତଙ୍କ ସହ ଆସିବେ। ଆଉ ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରିଛନ୍ତି, ସେମାନଙ୍କୁ ତାହାଙ୍କ ସହ ସେ ସ୍ୱର୍ଗରାଜକୁ ନେଇଯିବେ। ଯେପରି ଜହନ
14:1-3 ଆପଣା ଶିଷ୍ୟମାନଙ୍କୁ କହିଲେ କି ତୁମର ହୃଦୟ ଉଦ୍ବିଗ୍ନ ନାହିଁ। ମୁଁ ଆସୁଅଛି, ମୁଁ ଯାଉଅଛି, ତୁମ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରିବି। ଯେବେ ପ୍ରସ୍ତୁତ କରିବି, ମୁଁ ଆସିବି, ପୁନର୍ବାର ଆସିବି, ଆଉ ମୁଁ ତୁମମାନଙ୍କୁ ସେହି ସ୍ଥାନକୁ ନେବି ଯେଉଁଠାରେ ତୁମେ, ମୁଁ, ପିତା ସମସ୍ତେ ଏକଠାରେ ବାସ କରିପାରିବେ। ବନ୍ଧୁ, ଏହି ସୁନ୍ଦର ସୁସମାଚାର ଯୀଶୁଖ୍ରୀଷ୍ଟ ଆସୁଛନ୍ତି। ଏହି ଯେଉଁ ସୁସମାଚାର ଚାଲନ୍ତୁ ମନରେ ରଖିବା, ନିଜକୁ ପ୍ରସ୍ତୁତ କରିବା ଆଉ ଅନ୍ୟମାନଙ୍କୁ ମଧ୍ୟ କରିବା। ତାହେଲେ ଚାଲନ୍ତୁ ଏହି ସାହସକୁ ଶେଷ କରିବା ଆଉ ତାଙ୍କଠାରେ ପ୍ରାର୍ଥନା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଏହି ସାବସ୍କୁ ପାଠ ଯାହା ପଢିଲୁ, ଏହା ବୁଝିବା ପାଇଁ ଏମାନଙ୍କ ଶକ୍ତିରେ ଜ୍ଞାନରେ ପୂର୍ଣ୍ଣ କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ